ନୟାପଲ୍ଲୀ ଥାନା ପୁଲିସ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଚିତ୍ତରଞ୍ଜନ ସାହୁ ଓ ଦୁଷ୍ମନ୍ତ ସୁବୁଦ୍ଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନାଯୋଗ୍ୟ ଯେ ନୟାପଲ୍ଲୀ ଥାନାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଂ ଟିମ୍ ନିଜ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଅଭିଯୁକ୍ତ ଆଇଡି ମାର୍କେଟ ସ୍ଥିତ ଜୁଡିଓ ଛକ ନିକଟରେ କେତେକ ଚୋରା ମୋବାଇଲ ଫୋନ୍ କମ୍ ଦାମରେ ବିକ୍ରି କରିବା ଲାଗି ଗ୍ରାହକମାନଙ୍କ ସହିତ ଯୋଗାଯୋଗ କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ। ମିଳିଥିବା ଏହି ସୂଚନା ଆଧାରରେ ପେଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିବା ସହିତ ଉଭୟ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଛାନବିନ୍ ସମୟରେ ଟିମ୍ ଉଭୟ ଅଭିଯୁକ୍ତଙ୍କ ହେପାଜତରୁ 5ଟି ଚୋରା ମୋବାଇଲ ଫୋନ୍ ଏବଂ ଏକ ନମ୍ବର ପ୍ଲେଟ୍ ବିହୀନ ମୋଟରସାଇକେଲ ଜବତ କରିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ଦୁହେଁ ଉକ୍ତ ମୋବାଇଲ ଫୋନ୍ଗୁଡ଼ିକୁ ଭୁବନେଶ୍ୱର ସହରର ବିଭିନ୍ନ ଅଞ୍ଚଳରୁ ଚୋରି କରି ଆଣିଥିବା କଥା ସ୍ୱୀକାର କରିଥିଲେ। ଦୁଇ ଅଭିଯୁକ୍ତ ମଧ୍ୟରୁ ଅଭିଯୁକ୍ତ ଦୁଷ୍ମନ୍ତ ସୁବୁଦ୍ଧିଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ 8ଟିରୁ ଅଧିକ ଚୋରି ମାମଲା ରହିଥିବା ତଦନ୍ତରୁ ଜଣାପଡ଼ିଛି। ବର୍ତ୍ତମାନ ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ୍ ଏଜେନ୍ସି।